ରାଇରଙ୍ଗପୁରରେ ବ୍ୟାଙ୍କ ଅଫ୍ ବରୋଦା ଉଦ୍ଘାଟିତ। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧୀନସ୍ଥ ଗୋଲେଇ ଛକ ନିକଟରେ ବ୍ୟାଙ୍କ ଅଫ୍ ବରୋଦାର ରାଇରଙ୍ଗପୁର ଶାଖା ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ସ୍ୱପ୍ନା ବନ୍ଦୋପାଧ୍ୟାୟ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ଆଞ୍ଚଳିକ ମୁଖ୍ୟ ଶ୍ରୀ ପ୍ରଦୀପ କୁମାର ବେହେରା, ଆଞ୍ଚଳିକ ପରିଚାଳକ ଗୌତମ ପାଲ, ଏଜିଏମ୍ ଏଫ୍ଆଇଏଚ୍ ଓ ସିଆର୍ସି ବେହେରା, ଶାଖା ପରିଚାଳକ ଶ୍ରୀଯୁକ୍ତ ବରୁଣ ମନୀଷ ପ୍ରମୁଖ ଯୋଗ ଦେଇଥିଲେ। ବ୍ୟାଙ୍କର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ହେଉଛି ଉପଭୋକ୍ତାମାନଙ୍କର। ତେଣୁ ସେମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା ଆମର ଦାୟିତ୍ୱ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ସ୍ୱପ୍ନା ବନ୍ଦୋପାଧ୍ୟାୟ ତାଙ୍କ ମତ ପ୍ରକାଶ କରିଥିଲେ। ରାଇରଙ୍ଗପୁରର ଏହି ବ୍ୟାଙ୍କ ନିଜସ୍ୱ ଗୁଣବତ୍ତା ବଜାୟ ରଖିବ ବୋଲି ଆଶ୍ୱାସନା ଦେବା ସହ ଆଗାମୀ ଦିନରେ ଉପଭୋକ୍ତାଙ୍କର ଆସ୍ଥା ଓ ବିଶ୍ୱାସକୁ ଧରି ରଖିବାରେ ସକ୍ଷମ ହେବ ବୋଲି ବିଭିନ୍ନ ଅଧିକାରୀମାନେ ମତ ପ୍ରକାଶ କରିଥିଲେ। ରାଇରଙ୍ଗପୁରରୁ ଉତ୍ତମ ରାମଙ୍କ ରିପୋର୍ଟ, ଖୋଲା ଖବର ଟିଭି।